ନମସ୍କାର। ଆଜି ମୁଁ ଆସିଛି ଗୋଟିଏ ହୃଦୟକୁ ଛୁଇଁଲା ଭଳି ଘଟଣାଟିଏ ନେଇ। ଶୁଣନ୍ତୁ ନା। ଆଜି ସକାଳେ ମୁଁ ଚାଲିବାକୁ ବାହାରିଥିଲି। ରାସ୍ତାରେ ଚାଲୁ ଚାଲୁ କିଛି ବାଟ ଯାଇଛି, ବହୁତ ଜୋରରେ କିଚିରି ମିଚିରି କୁକୁଡ଼ାମାନଙ୍କର ଶବ୍ଦ ଶୁଣିଲି। କକ୍ 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 ହେଉଛନ୍ତି, ଫଡ଼ ଫଡ଼ ଶୁଣାଯାଉଛି। ମୁଁ ହଠାତ୍ ଛିଡ଼ା ହେଇ ପଡ଼ିଲି। ଆରେ, ଏତେ କୁକୁଡ଼ା ଏକା ସାଙ୍ଗେ କାହିଁକି ଏମିତି କକ୍ 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 ହେଉଛନ୍ତି ସକାଳୁ ସକାଳୁ? ତାପରେ ମୁଁ ଚାହିଁଲି, ବାଁ ପଟରେ ଗୋଟେ ଚିକେନ୍ ଦୋକାନ। ସେଇ ଦୋକାନ ଆଗରେ କେତେଜଣ ଲୋକ ଛିଡ଼ା ହେଇଛନ୍ତି। ଗୋଟେ ବକ୍ସରେ କୁକୁଡ଼ା ସବୁ ଅଛନ୍ତି। ତାପରେ ମୋର ଭାରି କୌତୂହଳ ହେଲା। ମୁଁ ଟିକେ ପାଖକୁ ଗଲି। ଯଦିଓ ମୁଁ ନିରାମିଷାଶୀ, କିନ୍ତୁ ଯାଇ ଦେଖିଲି ସେ ଦୋକାନୀଟି ତାର ଗୋଟେ ହାତ ସେ ବକ୍ସ ଭିତରକୁ ଭର୍ତ୍ତି କରିଛି ଗୋଟେ କୁକୁଡ଼ାକୁ ଧରିବ ବୋଲି। କିନ୍ତୁ ସବୁ କୁକୁଡ଼ା ତକ କକ୍ କକ୍ ଶବ୍ଦ କରି ଫଡ଼ର ଫଡ଼ର କରି ସେ ବକ୍ସ ଭିତରେ ଖାଲି ଉଡ଼ୁଛନ୍ତି। ସେମାନେ ଭାବୁଛନ୍ତି ବୋଧେ ପଛପଟକୁ ଚାଲିଗଲେ ସେମାନେ ବାହାରିକି ପଳେଇବେ। କିନ୍ତୁ ପଛରେ ରାସ୍ତା କାହିଁ, କୁଆଡ଼େ ଯିବେ? ପୁରା ନେଟ୍ ଲାଗିଛି, ତେଣୁ ସେମାନେ ଯାଇପାରୁନାହାନ୍ତି। ସେ ଦୋକାନୀ କ'ଣ କଲା, ଜବରଦସ୍ତି ଗୋଟେ କୁକୁଡ଼ାକୁ ଧରିଲା। ତାକୁ ବାହାର କରି ନେଇ ଆଉ ଗୋଟେ ପିଲା ହାତକୁ ଦେଇଦେଲା। ସେ ନେଲା କାଟିବା ପାଇଁ। ତାପରେ ପୁଣି ଦୋକାନୀ ଆସିଲା, ପୁଣି ହାତ ଭର୍ତ୍ତି କଲା। ସବୁ କୁକୁଡ଼ା ପୁଣି ସେମିତି ପଛକୁ ପଛକୁ ଗଲେ। କିନ୍ତୁ ମୁଁ ଅନେଇଥାଏ, ଗୋଟିଏ କୁକୁଡ଼ା ନା ଶବ୍ଦ କରୁଥାଏ, ନା ପଛକୁ ଯିବା ପାଇଁ ଚେଷ୍ଟା କରୁଥାଏ। ସେ ଚୁପଚାପ ଛିଡ଼ା ହେଇଥାଏ। ଦୋକାନୀ ସହଜରେ ତାକୁ ଧରି ନେଲା। ଯେତେବେଳେ ବାହାରକୁ ଆଣିଲା, ସେ କୁକୁଡ଼ାକୁ ମୁଁ ଚାହିଁଲି, ସେ ବି ମୋତେ ଚାହିଁଲା। ତା ଆଖିର କରୁଣ ଚାହାଣୀରୁ ମୁଁ ତା ମନର କଥା ସ୍ପଷ୍ଟ ଭାବେ ବୁଝିପାରୁଥିଲି। ସେ କହିବାକୁ ଚାହୁଁଥିଲା, ଦେଖ ନା, ଏ ମଣିଷମାନେ କେତେ ସ୍ୱାର୍ଥପର। ନିଜ ଦେହରେ ଏତେ ରକ୍ତ ମାଂସ ହାଡ଼ ଥାଇ ମଧ୍ୟ ସକାଳୁ ସକାଳୁ ଉଠି ଆସିଛନ୍ତି ଆମ ଭଳି ଛୋଟ ଜୀବଟିର ମାଂସ ଖାଇବା ପାଇଁ। ଏମାନଙ୍କୁ ପ୍ରକୃତି କ'ଣ ନ ଦେଇଛି? ପ୍ରକୃତି ଭରି ଦେଇଛି ପନିପରିବା, ଫଳ ମୂଳ। କ'ଣ ନ ଦେଇଛି ସେମାନଙ୍କୁ ଖାଇବା ପାଇଁ? କାରଣ ପ୍ରକୃତରେ ମଣିଷ ମାଂସାଶୀ ହେବା ଉଚିତ ନୁହେଁ। ସେଇ କୁକୁଡ଼ାଟିର ଏଇ କଥା ମୁଁ ବୁଝିପାରୁଥିଲି ଏବଂ ମୋର ବହୁତ କଷ୍ଟ ହେଉଥିଲା। ତାପରେ ପୁଣି ତା ଆଖିରୁ ପଢ଼ିପାରୁଥିଲି, ସେ କହୁଥିଲା, ଯେଉଁ କୁକୁଡ଼ାଟିକୁ ସେ ଦୋକାନୀ ଆଗେ ଧରିନେଲା, ସେ ମୋର ଏଇ କେତେ ଦିନର ନିବିଡ଼ ବନ୍ଧୁ। ତାକୁ ଧରିନେଲା ପରେ ମୁଁ ଭାବିଲି, ମୁଁ ଆଉ କାହିଁ ରହିବି? ମୋ ଜୀବନ ବି କିଛି ଦିନର ବା କିଛି ଘଣ୍ଟାର। ତେଣୁ ମୁଁ ଭାବିଲି, ଦୁଇ ବନ୍ଧୁ ଏକା ସାଙ୍ଗେ ଚାଲିଯିବୁ। ସେଥିପାଇଁ ମୁଁ ଧରା ଦେଇଦେଲି। ମୋ ଆଖିରୁ ଦୁଇ ଠୋପା ଲୁହ ଖସି ପଡ଼ିଲା। ତାପରେ ସେ କୁକୁଡ଼ାଟି ନେଇଗଲା। କିନ୍ତୁ ମୁଁ ଏଇ ମଣିଷମାନଙ୍କୁ ଦେଖି ଭାବୁଥିଲି, ସତରେ କ'ଣ ତମର ଦେହ ପାଇଁ ମାଂସର ଏକଦମ ପ୍ରୟୋଜନ ଅଛି? ତମ ଦେହରେ କ'ଣ ରକ୍ତ ନାହିଁ, ମାଂସ ନାହିଁ, ହାଡ଼ ନାହିଁ? କ'ଣ ଦରକାର? ସବୁ ଭିଟାମିନ୍, ସବୁ ପ୍ରୋଟିନ୍ ତମେ ପ୍ରକୃତିରୁ ପାଇବ। ତେଣୁ କାହିଁକି ଛୋଟ ଛୋଟ ଜୀବ ଉପରେ ଏତେ ନଜର ତୁମର? ଆସ ନା, ଅମାନୁଷିକ ଅନ୍ତରର ମନୋଭାବକୁ ଟିକେ ପରିବର୍ତ୍ତନ କର। ସାତ୍ୱିକ ଭୋଜନ କର, ଧର୍ମ ପଥରେ ଚାଲ, ସତ୍ୟ ପଥରେ ଚାଲ। ତାହେଲେ ତ ଏଇ ଦୁନିଆ ରାମରାଜ୍ୟରେ ପରିଣତ ହେବ। ନା କ'ଣ, ଆପଣ କ'ଣ କହୁଛନ୍ତି?